ଏହି ତିନିଟି ଜିନିଷ ବ୍ରେକଅପ୍ ପରେ ସବୁ ମଣିଷ ସହିତ ହୋଇଥାଏ। ପଏଣ୍ଟ ନମ୍ବର 1, ବ୍ରେକଅପ୍ ଏତେ କଷ୍ଟ ହୋଇଥାଏ ଯେ ତୁମ ବଡ଼ିରେ ନିଶା ଭଳି ଅନୁଭବ ହୋଇଥାଏ, ଯାହାକି ଭୁଲିବା ବହୁତ କଷ୍ଟ ହୋଇପଡ଼େ। ନମ୍ବର 2, ତୁମ ଦିଲ ଆଉ ଦିମାଗକୁ 6ରୁ 8 ମାସ ଲାଗିଥାଏ ସେ ପର୍ଯ୍ୟନ୍ତ ତୁମେ ତାଙ୍କୁ କ୍ଷମା କରିନଥାଅ ଯିଏ ତୁମ ଇମୋସନକୁ ହର୍ଟ କରିଥାଏ କିମ୍ବା ଧୋକା ଦେଇଥାଏ। ପଏଣ୍ଟ ନମ୍ବର 3, ବ୍ରେକଅପ୍ ପରେ ଅଧିକା ସମୟ ସେହି ମଣିଷକୁ କମ୍ ମନେ ପକାଇଥାନ୍ତି ବରଂ ତାଙ୍କ ସହିତ ବିତାଇଥିବା ସମୟକୁ ଅଧିକା ମନେ ପକାଇଥାନ୍ତି। କ'ଣ ପାଇଁ ନା ସାଇକୋଲୋଜି କହିଥାଏ ବ୍ରେକଅପ୍ ପରେ ମଣିଷ ମେମୋରିକୁ ଅଧିକା ମନେ ପକାଇଥାଏ, ଯାହାଫଳରେ ସହଜରେ ଭୁଲି ପାରନ୍ତି ନାହିଁ। ଯଦି ବ୍ରେକଅପ୍କୁ ନେଇ କିଛି ବି ପ୍ରୋବ୍ଲେମ୍ ଅଛି ମୋ ହ୍ୱାଟ୍ସଆପ୍ ନମ୍ବର ସ୍କ୍ରିନ୍ ଆଗରେ ଶୋ କରୁଛି, ମୋତେ ମେସେଜ୍ କରିପାରିବ। କାହିଁକି ନା ଲଭ୍ ରିଲେସନସିପ୍କୁ ନେଇ 8 ବର୍ଷର ଏକ୍ସପିରିଏନ୍ସ ଅଛି। ଆପଣ ଦେଖିପାରୁଥିବେ ୟୁଟ୍ୟୁବରେ ହଜାର ହଜାର ଭିଡ଼ିଓ ଅପଲୋଡ଼ ହୋଇଛି ଆଉ ମିଲିୟନ ଭ୍ୟୁ ବି ଯାଇଛି। ଆଉ ଯଦି ଏହି ଟପିକ୍କୁ ନେଇ ଫୁଲ୍ ଭିଡ଼ିଓ ଦେଖିବା ପାଇଁ ଚାହୁଁଛନ୍ତି ୟୁଟ୍ୟୁବରେ ସର୍ଚ୍ଚ କରିପାରିବେ ଫାଷ୍ଟ ଓଡ଼ିଆ ଟ୍ରିକ୍ସ।